माँ तारिणीଙ୍କର 24ତମ ବାର୍ଷିକ ମହୋତ୍ସବ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ଉତ୍ସଙ୍ଗ ପଞ୍ଚାୟତର କଉଡ଼କୁଲ ଗ୍ରାମର ଗ୍ରାମଦେବତୀ ମା ବୁଢ଼ୀଚାଗୁଳାଇଙ୍କ ପୀଠରେ ମା ତାରିଣୀଙ୍କର 24ତମ ବାର୍ଷିକ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପ୍ରାତଃ ସମୟରୁ ସପ୍ତ ଗ୍ରାମଦେବତୀମାନଙ୍କର ପୂଜାମାର୍ଚ୍ଚନା କରିବା ସହ କେନ୍ଦୁଝର ଜିଲ୍ଲା ଘଟଗାଁ ମା ତାରିଣୀଙ୍କ ପୀଠରୁ ଆଜ୍ଞାମାଳ ଆସି ସ୍ଥାପନ କରାଯାଇଥିଲା। ସନ୍ଧ୍ୟାରେ ମା ଘଣ୍ଟେଶ୍ୱରୀଙ୍କ ପୁଷ୍କରିଣୀରୁ ଜଳାଧିବାସ କରାଯିବା ସଙ୍ଗେ ସଙ୍ଗେ ମା ତାରିଣୀଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ଗ୍ରାମ୍ୟ ପରିକ୍ରମା କରାଯାଇଥିବା ଦେଖିବାକୁ ମିଳିଥିଲା। ଏଥିରେ କର୍ତ୍ତା ଭାବେ କେଦାରନାଥ ପାତ୍ର ଓ ରାଜୀବ ଲୋଚନ ପାତ୍ର ଉପସ୍ଥିତ ଥିବାବେଳେ ପୂଜକ ଭାବେ ପଣ୍ଡିତ ମାଧବାନନ୍ଦ ରଥ ଓ ମହେନ୍ଦ୍ର କୁମାର ଦାସ ପୂଜା ଓ ଯଜ୍ଞାଦି କାର୍ଯ୍ୟ ସମାପନ କରିଥିଲେ। ଉତ୍ସବରେ ବିଭିନ୍ନ ଅଞ୍ଚଳରୁ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେଇ ମାଙ୍କ କୃପା ଲାଭ କରିଥିଲେ। ସମଗ୍ର ଅଞ୍ଚଳରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ମା ତାରିଣୀ କମିଟିର ସମସ୍ତ ସଭ୍ୟସଭ୍ୟା ସହଯୋଗ କରିଥିଲେ। ସନ୍ଧ୍ୟା ସମୟରେ ସାଇ ଶ୍ରଦ୍ଧା ପରିବାର ପକ୍ଷରୁ ଭଜନ ପରିବେଷଣ କରାଯାଇଥିଲା। ଘଣ୍ଟ ଘଣ୍ଟା ହରିବୋଲ ଧ୍ୱନିରେ ପ୍ରକମ୍ପିତ ହେଉଥିଲା ମାଙ୍କ ମନ୍ଦିର ବେଢ଼ା। ଏହି ମେଳାରେ ମା ତାରିଣୀଙ୍କ ନିକଟରେ ଯିଏ ଯାହା ମନାସିଥାଏ ତାହା ପୂରଣ ହୋଇଥାଏ ବୋଲି ସ୍ଥାନୀୟ ଜନସାଧାରଣଙ୍କ ବିଶ୍ୱାସ ରହିଛି। ମୁଁ ତ୍ରିଲୋଚନ ପାତ୍ର ଏ କଉଡ଼କୁଲାର ବାସିନ୍ଦା। ଆମ ବ୍ଲକ ହଉଛି ମାହାଙ୍ଗା, ଥାନା ବି ମାହାଙ୍ଗା, ପୋଷ୍ଟ ଅଫିସ ମାହାଙ୍ଗା ଥିଲା, ଏବେ ହେଇଯାଇଛି ଉତ୍ସଙ୍ଗ ପଞ୍ଚାୟତର ଆମେ ଲୋକ। ମା ତାରିଣୀଙ୍କର ଅନୁଷ୍ଠାନଟି ଆମର ଦୀର୍ଘ ଦିନ ହେଲା ଚାଲି ଆସୁଛି ଏବଂ ମାଙ୍କର ଦୟାରୁ ଆମ ଗାଁର ସମସ୍ତ ଲୋକ ଆବାଳ ବୃଦ୍ଧ ବନିତା ସମସ୍ତେ ଖୁବ ଖୁସିରେ ଅଛନ୍ତି ଏବଂ ଆନନ୍ଦରେ ଅଛନ୍ତି। ମାଙ୍କ କରୁଣା ଅପାର, ସେ ସଦା ସର୍ବଦା ଲୋକମାନଙ୍କର ହିତ କରି ଆସିଛନ୍ତି ଏବଂ ସେ ପଣତ କାନରେ ଆମ ଗାଁ ଲୋକମାନଙ୍କୁ ଘୋଡେଇ ରଖିଛନ୍ତି। ଆଉ ଏଥିରେ ଟିକେ ମାତ୍ର ଦ୍ୱିଧା ନାହିଁ ଯେ ଏତେ କଥା ସମସ୍ତେ ବି ଜାଣିଛନ୍ତି ଯେ ମାଙ୍କର କରୁଣା ସବୁଆଡେ, ଯିଏ ଯେତେ ଭାବିବ ଭାବରେ ସେ ଠାକୁର ବା ଠାକୁରାଣୀ ଏବଂ ଭାବ ଆସିଲେ ସବୁ କିଛି ହେଇପାରିବ। ଭାବ ନାହିଁ କିଛି ନାହିଁ, ଭାବକୁ ନିକଟ। ମା ନିଶ୍ଚିତ ଭାବରେ ପାଖେ ପାଖେ ଅଛନ୍ତି। ଆମେ ତାଙ୍କୁ ଭାବି ଡାକିବା ଏବଂ ଆମର ନିଜର ମଙ୍ଗଳ କରିବା ଏବଂ ଦେଶ ଦଶର ମଙ୍ଗଳ କରିବା। ମୁଁ ଏତିକି ମୋର ବକ୍ତବ୍ୟ। ଜୟ ମା ତାରିଣୀ। ମୋ ନାଁ ଶୈଳେନ୍ଦ୍ର ପାତ୍ର। ମୁଁ ଏ ଗାଁର ଗୋଟେ କର୍ମୀ। ଆମର ଅନୁଷ୍ଠାନ ଆଜିକି 29 ଚାଲି ଯାଉଛି। ଆର ବର୍ଷକୁ 30 ବର୍ଷ ପାଳନ କରାଯିବ। ସର୍ବପ୍ରଥମେ ଆମେ ଆମ ଗାଁର ସମସ୍ତ ପିଲାମାନଙ୍କୁ ନେଇ ଏ କାର୍ଯ୍ୟକ୍ରମ ଆରମ୍ଭ କରିଥିଲୁ। ଆଉ ମୋର ସାନ ଭାଇ ପଛରେ ଯେ ପ୍ରଥମ ସେ ଆରମ୍ଭ କରିଥିଲା, ଯାହା ନାଁ ଲକ୍ଷ୍ମୀଧର ପାତ୍ର, ସେ ପ୍ରଥମ ଆରମ୍ଭ କରିଥିଲା। ସର୍ବପ୍ରଥମେ ଆମେ ଆଜ୍ଞାମାଳ ପାଇଁ ଘଟଗାଁ ତାରିଣୀ ଯାଉ। ଆଜ୍ଞାମାଳ ନେଇକି ଆସିଲା ପରେ ଆମର ସବୁ କାର୍ଯ୍ୟକ୍ରମ ଆରମ୍ଭ ହୁଏ। ଭଜନ ଜଣାଣ, ଅନ୍ୟ କାର୍ଯ୍ୟକ୍ରମ ସବୁ ବିଭିନ୍ନ କାର୍ଯ୍ୟକ୍ରମ ଚାଲିଛି। ଆପଣ ଦେଖୁଥିବେ ବିଭିନ୍ନ ଚାଲିଛି। ବହୁ ଗାଁର ଏଇ ଆମର ପ୍ରାୟ ମାହାଙ୍ଗା ଅଞ୍ଚଳର ଏ 5-7 ଖଣ୍ଡି ଗାଁ ଲୋକ ସମସ୍ତେ ଆସି ପହଞ୍ଚନ୍ତି ଏବଂ ସେମାନଙ୍କ ସମସ୍ତେ ଆସିକି ଆପଣଙ୍କ ଦର୍ଶନ ଉପଭୋଗ କରନ୍ତି ଏବଂ ରାତ୍ରିରେ ଯାପନ ବି ମଧ୍ୟ କରନ୍ତି। ଆଉ ଆମର ଭୋଜନ ବ୍ୟବସ୍ଥା ଅଛି। ଏ ଭୋଜନ ବ୍ୟବସ୍ଥା ସାରି ସମସ୍ତେ ଯାଆନ୍ତି। ମୋ ନାଁ ଲକ୍ଷ୍ମୀଧର ପାତ୍ର। ମା ତାରିଣୀ ପରିବାର କଉଡ଼କୁଲାର ମୁଁ ଜଣେ ସଭ୍ୟ। ଆଜିକି ପ୍ରାୟ 24 ବର୍ଷ ହେଲାଣି ଏ ଅନୁଷ୍ଠାନ ଚାଲିଛି। ଆମର 1 ଦିନ ଧରି ଏ କାର୍ଯ୍ୟକ୍ରମ ହୁଏ। ସକାଳୁ ଆମ ପାଖ ଆଖରେ ଥିବା 7 ଠାକୁରାଣୀକି ଆମେ ମାର୍ଜନା କରୁ। ସେଠୁ ଆଜ୍ଞାମାଳ ଆସି ଆମ ଠାକୁରାଣୀଙ୍କ ପାଖରେ ସ୍ଥାପନା ହୁଏ। ତା ପୂର୍ବ ଦିନ ମା ତାରିଣୀଙ୍କ ପାଖକୁ ଆମେ ଆମର ପିଲାମାନେ ସମସ୍ତେ ଯାଆନ୍ତି। ମାଙ୍କର ଆଶୀର୍ବାଦ ଭିକ୍ଷା କରି ଆଜ୍ଞାମାଳ ନେଇକରି ଆସନ୍ତି। ଏହି ପୀଠରେ ତାକୁ ରଖାଯାଏ। ତାପରେ ଆମେ ଜଳାଧିବାସ ପାଇଁ ଏ ଘଣ୍ଟେଶ୍ୱରୀ ମାଙ୍କ ପୁଷ୍କରିଣୀ ପାଖକୁ ଯାଉ। ସେଠୁ ଜଳାଧିବାସ କାର୍ଯ୍ୟକ୍ରମ ପରେ ତାପରେ ମାଙ୍କର ବିଗ୍ରହ ସ୍ଥାପନା ହୁଏ। ଭଜନ ଜଣାଣ କାର୍ଯ୍ୟକ୍ରମ ଚାଲେ। ପ୍ରାୟ ଆମେ ଏଇ ଯୋଉ ଅନୁଷ୍ଠାନ ତିଆରି କରିଛୁ କେବଳ ଭକ୍ତି ମାର୍ଗର ପ୍ରଚାର ପ୍ରସାର ପାଇଁ ଅନୁଷ୍ଠାନ ହେଇଛି। ଏମିତି ପ୍ରତିବର୍ଷ ସୁରୁଖୁରୁରେ ସବୁ ଚାଲେ। ଗାଁ ଲୋକଙ୍କର ବହୁତ ଅବଦାନ ରହିଛି। ଗାଁ ଲୋକମାନେ ବହୁତ ସାହାଯ୍ୟ ସହଯୋଗ କରିବା ସହିତ ବାହାର ଲୋକମାନେ ମଧ୍ୟ ସାହାଯ୍ୟ ସହଯୋଗ କରନ୍ତି। ମାହାଙ୍ଗାରୁ ବିଜୟ କୁଆରଙ୍କ ରିପୋର୍ଟ, ନିର୍ବାଣ ଲାଇଭ୍।